ଅଗନା ଅଗନି ବନସ୍ତରେ ଅନେକ ପଶୁପକ୍ଷୀ ରହୁଥିଲେ। ହାତୀ, ବାଘ, ଭାଲୁ, ସିଂହ, ବିଲୁଆ, ଠେକୁଆ ଆଉ ଗଧ ଇତ୍ୟାଦି ପ୍ରାଣୀ ରହୁଥିଲେ। ଗୋଟିଏ ହାତୀ ଏବଂ ବିଲୁଆ ମଧ୍ୟରେ ଥିଲା ନିବିଡ଼ ବନ୍ଧୁତା। ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ। ଦୁହେଁ ଦୁହିଁଙ୍କୁ ଦଣ୍ଡେ ନ ଦେଖିଲେ ରହିପାରୁନଥିଲେ। ସେଇ ବନସ୍ତକୁ ଲାଗିକି ଥିଲା ଗୋଟିଏ ନଦୀ। ବେଳେବେଳେ ଖରାଦିନେ ନଦୀରୁ ପାଣି ଶୁଖିଯାଏ। ଆଉ ପଶୁପକ୍ଷୀମାନେ ଜଳକଷ୍ଟର ସମ୍ମୁଖୀନ ହୁଅନ୍ତି। ବିଲୁଆ ଆଉ ହାତୀ ବି ଠିକ୍ ସେମିତି ଜଳକଷ୍ଟକୁ ସାମ୍ନା କରନ୍ତି। ସେ ଦୁହିଁଙ୍କ ଭିତରେ ଥିବା ବନ୍ଧୁତ୍ୱକୁ ଅନ୍ୟ ପଶୁମାନେ ଈର୍ଷା ଦୃଷ୍ଟିରେ ଦେଖନ୍ତି। ଏ ହାତୀ ଭାଇ, ତୁ ତ ମୋଟାଟା, ଜମାରୁ ଦୌଡ଼ି ପାରୁନୁ, ଆଉ ମତେ ଛୁଇଁବୁ କେମିତି? ମୁଁ ଆଉ ପାରିବିନି, ଯା। ତୁ ବହୁତ ଜୋରରେ ଦୌଡୁଛୁ, ମୁଁ ତ ସାଙ୍ଗରେ ଆଉ ଖେଳିବିନି। ହଉ ହଉ, ତୁ ମନ ଦୁଃଖ କରନା, ମୁଁ ଆସ୍ତେ ଆସ୍ତେ ଦୌଡ଼ିବି ଏଥର। ମତେ ଆଉ ସେ କଥା କହନା, ମୁଁ ନିଶ୍ୱାସ ନେଇପାରୁନି ଠିକରେ। ଏଇଠି ଟିକେ ଛିଡ଼ା ହ ମୋ ପାଖରେ। ସତ କଥା କହିଲୁ, ତୁ ମତେ ଖେଳରେ ହରେଇ ଦଉଛୁ ବୋଲି ନିଜକୁ ମୋଠୁ ବଡ଼ ବୋଲି ଭାବୁନୁ ତ? ଇଏ କେମିତି କଥା କହୁଛ ହାତୀ ଭାଇ? ତମ ବଳ ସାଙ୍ଗରେ ମୁଁ କଣ ସରି? ତମେ କେତେ ବଡ଼ ପ୍ରାଣୀ, କେତେ ଶକ୍ତି ତମର। ତମକୁ ତ ବଣର ଅଧିକାଂଶ ପ୍ରାଣୀ ଡରନ୍ତି, ଆଉ ମୁଁ ତ ଛାର ବିଲୁଆଟେ। ତମ ଆଗରେ ମୋ ଭଳି 20ଟା ବିଲୁଆ ଛିଡ଼ା ହେଲେ ସମାନ ହେଇପାରିବ। ସେମିତି କହନା ବିଲୁଆ ଭାଇ, ମୋ ପାଖରେ ଖାଲି ବଳ ଥିଲେ କଣ ହେଲା? ତୋ ପାଖରେ ଯୋଉ ବୁଦ୍ଧି ଅଛି, ତୋରି ବୁଦ୍ଧି ପାଇଁ ତ ଆମେ 2 ଜଣ ସବୁ ଜାଗାରେ ଜିତି ଯାଉଛୁ। କେତେ କେତେ ବାଘ ଆଉ ସିଂହକୁ ପାଣି ପିଆଇ ଦେଇଛୁ ତୁ। ଥାଉ ଥାଉ, ମତେ ଆଉ ପ୍ରଶଂସାରେ ପୋତି ପକାଅନି। ମତେ ବହୁତ ଭୋକ ହେଲାଣି, ଚାଲ ଯିବା ଖାଇବା। ହଉ ଚାଲ। ଧୀରେ ଧୀରେ ଖରାଦିନ ଆସିଲା। ବଣ ପାଖରେ ଥିବା ନଦୀରୁ ପାଣି ଶୁଖିଗଲା। ନଈରେ ଯୋଉଠି ପାଣି ଥିଲା ତାହା କୂଳଠାରୁ ଅନେକ ଦୂରରେ ଥିଲା। ଦିନେ ହାତୀ ଆଉ ବିଲୁଆ ଜଳକଷ୍ଟ ସହି ନ ପାରି ପାଣି ପିଇବା ପାଇଁ ଚାଲିଲେ ନଈ ଭିତରକୁ। ହାତୀ ଭାଇ, ଏ ଖରା ଦିନ କାହିଁକି ଆସୁଛି ମୁଁ କିଛି ବୁଝିପାରୁନି। ଏ ପାଣି କାହିଁକି ଏତେ ଶୀଘ୍ର ଶୁଖି ଯାଉଛି ସେ କଥା ମୁଁ ବି ବୁଝିପାରୁନି। ହଁ, ଖରା ଦିନ ଆସୁ ପଛେ, ହେଲେ ପାଣିଟା ପାଖାପାଖି ରହିଲେ କଣ ଅସୁବିଧା ହୁଅନ୍ତା? କଣ କରିବାରେ ଭାଇ, ସବୁ ଆମ କପାଳ। କେତେ ଥର ଭାବିଲିଣି ଯେ ଏଇ ଖରା ଦିନ ପୂର୍ବରୁ ଏ ବଣ ଛାଡ଼ି ଅନ୍ୟ ଗୋଟେ ବଣକୁ ପଳେଇବି, ହେଲେ ଯାଇପାରୁଛି କୋଉଠି? ଓହୋ, ନଈ ପାଖାପାଖି ଆମେ ପହଞ୍ଚିଗଲେ। ଠିକ୍ ଯେ, ହେଲେ ମତେ ଯାହା ଲାଗୁଛି ମୁଁ ଆଉ ପାଣି ପାଖରେ ପହଞ୍ଚି ପାରିବିନି। ତା ଆଗରୁ ବାଟରେ ପଡ଼ି ମରିଯିବି। କି କଥା କହୁଛୁ ବିଲୁଆ ଭାଇ? ମୁଁ ପା ତ ସାଙ୍ଗରେ ଅଛି। ସାଙ୍ଗରେ ଥିଲେ କଣ ହବ? ଜୀବନ କଣ ତୋ ହାତରେ ଅଛି? ନା, ଆଉ ନୁହଁ, ମୁଁ ଆଉ ଚାଲି ପାରିବିନି। ମୋ ତଣ୍ଟି ଶୁଖି ଯାଉଛି, ମୋ ପ୍ରାଣ ଛାଡ଼ି ଯାଉଛି। ମାଲୋ। ବିଲୁଆ ଭାଇ, ଏ ବିଲୁଆ ଭାଇ, ମୋ ପାଖରେ ଗୋଟେ ଉପାୟ ଅଛି। କଣ? ଶୁଣ, ମୋ ପେଟର ଗୋଟିଏ ଗ୍ରନ୍ଥି ଭିତରେ ପାଣି ଅଛି। ତୁ ମୋ ପେଟ ଭିତରକୁ ଯାଇ ପାଣି ପିଇ ପାରିବୁ, ହେଲେ ମନେ ରଖ, ଆଖି ବନ୍ଦ କରି ପିଇବୁ, ଆଉ ଆଖି ବନ୍ଦ କରି ପାଣି ପିଇକି ଫେରିବୁ। ମୁଁ ତ ପେଟ ଭିତରକୁ ଯିବି? ଆରେ ହଁ, ତୁ ଶୀଘ୍ର ଆସ ବିଲୁଆ ଭାଇ, ଡେରି କରନି, ତୋର ପାଣି ପିଇବା ନିହାତି ଦରକାର। ହଉ। ଓଦା ଓଦା କଣ ଲାଗୁଛି? ପାଣି କୋଉଠି ଅଛି କେମିତି ଜାଣିବି? ଆଖି ଖୋଲିଲେ ତ ଜଣା ପଡିବ ନା।
କିଛି ଅସୁବିଧା ନାହିଁ ମ। ମୁଁ ତ ହାତୀ ଭାଇ ପେଟ ଭିତରେ ଅଛି, ସେ କେମିତି ଜାଣିବ ମୁଁ ଆଖି ଖୋଲିଲି ବୋଲି? ବାଃ, କେତେ ସୁନ୍ଦର ହେଇଛି। ୟାକୁ ଖାଇଲେ ହୁଅନ୍ତାନି? ନା 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 ନା, ହାତୀ ଭାଇ ଜାଣିଲେ ରାଗିବ। ନା ମ, ସେମିତି କିଛି ହବନି, ଟିକେ ଖାଇଦେବି। ବିଲୁଆ ଭାଇ ତୁ କଣ କରୁଛୁ? ତା ମାନେ ତୁ ଆଖି ଖୋଲିଦେଲୁ? ସେଇଟା ମୋ କଲିଜା ବିଲୁଆ ଭାଇ, ତାକୁ ଖାନି, ସେଥିରେ ହାତ ମାରନି। ଖାଉଛି ମାନେ ଆଉ ଟିକେ ଖାଇଦେଲେ କଣ ଅସୁବିଧା ଅଛି? କିଛି ହବନି ମ। କଲିଜା ଖାଇଦେଲା ପରେ କୋଉ ପ୍ରାଣୀ କ'ଣ ଆଉ ବଞ୍ଚିପାରିବ? ସେମିତି ହାତୀ ବି ବଞ୍ଚିପାରିଲାନି, ଛଟପଟ ହେଇ ମରିଗଲା। ଆଉ ତା ପେଟ ଭିତରେ ରହି କଲିଜା ଖାଇଥିବା ବିଲୁଆଟା ବି ଶେଷ ନିଶ୍ୱାସ ତ୍ୟାଗ କଲା। ଗୋଟେ ଗାଁରେ ଜଣେ ବୁଢ଼ା ଆଉ ଜଣେ ବୁଢ଼ୀ ରହୁଥିଲେ। ବୁଢ଼ୀ ବହୁତ ବୋକି ଆଉ ଗପୁଡ଼ି ଥିଲା। ଏଠି ସେଠି ବସି ୟା ତା ସହ ଗପ ଆରମ୍ଭ କରିଦିଏ। ତା ପେଟରେ କିଛି କଥା ରହେ ନାହିଁ। ଦିନେ ବୁଢ଼ା ବିଲରେ ମାଟି ହାଣୁ ହାଣୁ ଗୋଟିଏ କଳସୀ ପାଇଲା। ସେ କଳସୀ ଭିତରେ ସୁନା ରୂପା ଭର୍ତ୍ତି ହେଇକି ଥିଲା। ତାକୁ ଦେଖି ସେ ବହୁତ ଖୁସି ହେଇଗଲା, ଆଉ ଚିନ୍ତାରେ ବି ପଡ଼ିଗଲା। ଯଦି ମୁଁ ୟାକୁ ଘରକୁ ନେଇଯାଏ ତାହେଲେ ବୁଢ଼ୀ ସବୁ ଜାଣିଯିବ, ଆଉ ସମସ୍ତଙ୍କ ଆଗରେ ଯାଇ ଗପିଦବ। ବୁଢ଼ା ଭାବିଲା, ଏ କଥା ଯଦି ରାଜା ଜାଣିବାକୁ ପାଇବେ ତାହେଲେ ସେ କଟୁଆଳକୁ ପଠେଇ ସବୁ ସୁନା ରୂପା ନେଇଯିବେ। ଯଦି ସେ ଏସବୁ ଏଇଠି ରଖିଦେଇଯାଏ ତାହେଲେ ଆଉ କିଏ ଆସି ନେଇଯିବ? ଏସବୁ ଭାବି ଭାବି ବୁଢ଼ା ଶେଷକୁ ଗୋଟାଏ ଉପାୟ ବାହାର କଲା। ସେ ଠିକ୍ କଲା ବୁଢ଼ୀକୁ ସବୁ କଥା କହିଦେବ, କିନ୍ତୁ ଏମିତି ଉପାୟରେ କହିବ ଯେ ବୁଢ଼ୀ ଯଦି ଆଉ କାହା ଆଗରେ ଗପେ ତା କଥା କେହି ବିଶ୍ୱାସ କରିବେନି। ତାପରେ ସେ ଗୋଟେ ମାଛ କିଣି ଆଣି ତା ବିଲ କଡ଼ରେ ଥିବା ଗଛରେ ବାନ୍ଧିଦେଲା, ଆଉ ଗୋଟେ ଠେକୁଆ ଆଣି ପୋଖରୀ ଭିତରେ ଥିବା ଜାଲରେ ବାନ୍ଧିଦେଲା। ତାପରେ ସେ ବୁଢ଼ୀକୁ ଯାଇ କହିଲା, ଅಯ್ୟୋ ଶୁଣୁଛ? କଣ ହେଲା? ଗୋଟେ ଆଚମ୍ବିତ କଥା ଶୁଣିଲି। ଗଛ ଡାଳରେ ମାଛ ବସିଛି, ଆଉ ଠେକୁଆ ପାଣିରେ ଖେଳୁଛି। ତମର ଯୋଉ କଥା। ଏକଥା କହି ବୁଢ଼ା ପୁଣି ତା କାମରେ ଚାଲିଗଲା। କିଛି ସମୟ ପରେ ବୁଢ଼ା ଫେରି ଆସି ପୁଣି ବୁଢ଼ୀକୁ କହିଲା, ଅಯ್ୟୋ ଶୁଣୁଛ? ଜଲ୍ଦି ଆସ, ଗୋଟିଏ ସୁନା କଳସ ଦେଖିଛି। ଆମ ଗୋସେଇ କହନ୍ତି ମାଛ ବସେ ଗଛରେ, ଠେକୁଆ ଖେଳେ ପାଣିରେ, ଗୁପ୍ତ ଧନ ଖୋଜିଲେ ପାଇବ, ଖୋଳିଲେ ତାହାରି ପାଖରେ। ଏ ମା, ସତରେ ନା କଣ? ସାଙ୍ଗ ହେଇ ଦି ଜଣ ଯାକ ପଇସା ପାଇଁ ଚାଲିଗଲେ। ରାସ୍ତାରେ ଯାଉ ଯାଉ ବୁଢ଼ା ଗଛ ପାଖରେ ହଠାତ୍ କିଛି ଦେଖି ଅଟକିଗଲା, ଆଉ ବୁଢ଼ୀକି କହିଲା, ଏଇ ଦେଖ ଦେଖ ଦେଖ, ଗଛ ଉପରେ ଗୋଟେ କଣ ଚକଚକ କରୁଛି। ହେ, ମାଛ? ନଈରେ ଜାଲ ପକେଇଥିଲି, ଚାଲ ଦେଖିକି ଆସିବା। ଏ ମା, ଏଇଟା ତ ଗୋଟେ ଠେକୁଆ। ଗୋସେଇ କଥା କଣ ଆଉ ଅବିଶ୍ୱାସ କରିବୁ? ତାପରେ ସେମାନେ ଖୁସି ହେଇ ପଇସା ନେଇ ଘରକୁ ଗଲେ। ପଇସା ପାଇ ବୁଢ଼ୀ କହିଲା, ଘର ବାଡ଼ି ବନେଇବି, ଗହଣା କିଣିବି, ଲୁଗାପଟା ବି କିଣିବି। ବ୍ୟସ୍ତ ହୁଅ ନା, କିଛି ଦିନ ରହିକି ଦେଖ, ଆସ୍ତେ ଆସ୍ତେ ସବୁ ହବ। ହଠାତ୍ କିଛି କଲେ ଲୋକେ ସନ୍ଦେହ କରିବେ। କାହାକୁ କିଛି ନ କହି ବୁଢ଼ୀର ମନ କ'ଣ ମାନେ? ସେ ବୁଲି ବୁଲି ଅନ୍ୟମାନଙ୍କୁ କହିବାକୁ ଲାଗିଲା। ଶେଷରେ କଟୁଆଳ କାନରେ ଯାଇ କଥା ପଡ଼ିଲା। କଟୁଆଳ ନିର୍ଦ୍ଦେଶରେ ବୁଢ଼ାକୁ ହାଜିର କରାଗଲା। ବୁଢ଼ା ସବୁ କଥା ଶୁଣି କହିଲା, ହୁଜୁର, ମୋ ସ୍ତ୍ରୀର ମୁଣ୍ଡ ଜମା ଠିକ୍ ରହେନି, ସେ ଏମିତି ଇଆଡୁ ସିଆଡୁ କଣ ଗପିଯାଏ। ତୁ ପଇସା ଆଣି ଲୁଚେଇ ରଖିଛୁ, ଆଉ ବୁଢ଼ୀ ନାଁରେ ଦୋଷ ଦଉଛୁ। କୋଉ ପଇସା, କେବେ ପାଇଲି, କୋଉଠୁ ପାଇଲି, ମୁଁ ତ କିଛି ଜାଣିନି। ତମେ ଯେମିତି କିଛି ଜାଣିନ। ସେଦିନ ଗଛ ଡାଳରେ ମାଛ ବସିଥିଲା, ନଈରେ ଜାଲ ପକେଇ ଠେକୁଆ ଧରିଥିଲ,
ସେଦିନ କଥା କଣ କିଛି ମନେ ନାହିଁ? ବୁଢ଼ୀ କଥା ଶୁଣି ସମସ୍ତେ ହସିବାକୁ ଲାଗିଲେ। କଟୁଆଳ ରାଗି ଯାଇ ବୁଢ଼ୀକି କହିଲା, ଯା ବୁଢ଼ୀ ଘରକୁ ଯା, ପୁଣି କିଛି କହିବୁ ତତେ ବନ୍ଦୀ କରି ହାଜତକୁ ନେଇଯିବି। ବୁଢ଼ା ବୁଢ଼ୀକି ନେଇ ଘରକୁ ଚାଲିଗଲା। କଟୁଆଳ ଡରରେ ବୁଢ଼ୀ ଆଉ କାହା ଆଗରେ ସେ ପଇସା କଥା ଆଉ କହିଲା ନାହିଁ କି ସେ କଥା ଜମାରୁ ଉଠେଇଲାନି।